ଆଜିର ଏହି ଡିଜିଟାଲ କ୍ଲାସକୁ ସମସ୍ତ ବିଦ୍ୟାର୍ଥୀମାନଙ୍କୁ ସ୍ୱାଗତ ଏବଂ ଆଜି ଆମେ ଏହି କ୍ଲାସରେ ଆମର ସପ୍ତମ ଶ୍ରେଣୀ ସାମାଜିକ ପାଠର ପ୍ରଥମ ଅଧ୍ୟାୟର ଏକ ଉପବିଷୟ ପଢ଼ିବା, ଯାହା ହେଉଛି ଗାଙ୍ଗେୟ ସମତଳ ଭୂମି। ଆମେ ତାହା ପଢ଼ିବା ପୂର୍ବରୁ ବା ଆରମ୍ଭ କରିବା ପୂର୍ବରୁ ଆମର କିଛି ପୂର୍ବ ପାଠର ଆଲୋଚନା କରିବା। ପ୍ରଥମ ପ୍ରଶ୍ନ, ପୃଥିବୀର ବୃହତ୍ତମ ମହାଦେଶର ନାମ କ'ଣ? ଏହାର ଉତ୍ତର ହେଉଛି ଏସିଆ। ଏବେ ଚାଲ ଦେଖିବା ଦ୍ୱିତୀୟ ପ୍ରଶ୍ନ, ଭାରତ ନିଜର ଆକାର ହିସାବରେ ପୃଥିବୀରେ କେଉଁ ସ୍ଥାନ ଅଧିକାର କରିଛି? ଉତ୍ତର ହେଉଛି ସପ୍ତମ। ତମମାନେ ଜାଣିଥିବ ପ୍ରଥମରୁ ଷଷ୍ଠ ପର୍ଯ୍ୟନ୍ତ କିଏ କିଏ କେଉଁ କେଉଁ ଦେଶ ସବୁ ସ୍ଥାନ ଅଧିକାର କରିଛନ୍ତି। କେବଳ ମୁଁ ଗୋଟିଏ କହିଦେଉଛି, ପ୍ରଥମ ସ୍ଥାନରେ ଅଛି ରୁଷିଆ ଏବଂ ଆମ ଭାରତର ସ୍ଥାନ ହେଉଛି ସପ୍ତମ। ତୃତୀୟ ପ୍ରଶ୍ନ, ଭାରତରେ ଥିବା ପର୍ବତମାଳାର ନାମ କ'ଣ? ତମେ ସମସ୍ତେ ଜାଣିଛ ଆମ ଭାରତର ଉତ୍ତର ଭାଗରେ ଅଛି, ତାର ନାମ ହେଉଛି ହିମାଳୟ ପର୍ବତମାଳା। ଏବେ ଚାଲ ଦେଖିବା ଚତୁର୍ଥ ପ୍ରଶ୍ନ, ହିମାଳୟ ପର୍ବତମାଳାକୁ କେତେ ଭାଗରେ ବିଭକ୍ତ କରାଯାଇଛି? ତାହାର ଉତ୍ତର ହେଉଛି 3 ଭାଗ। ପଞ୍ଚମ ପ୍ରଶ୍ନ, ଚନ୍ଦ୍ରଭୂମି କାହାକୁ କୁହାଯାଏ? ତୁମେମାନେ ଏହି ବିଷୟରେ ପୂର୍ବ ଅଧ୍ୟାୟରେ ଆଲୋଚନା କରିସାରିଛ। ଚନ୍ଦ୍ରଭୂମି କାହାକୁ କୁହାଯାଏ? ଏହାର ଉତ୍ତର ହେଉଛି ପାଙ୍ଗଙ୍ଗସୋ ହ୍ରଦ, ଯାହାକି ଆମର ଲଦାଖରେ ଅଛି। ଷଷ୍ଠ ପ୍ରଶ୍ନ, କାହାକୁ ଭାରତର ଶୀତଳ ଭୂମି ବା ଶୀତଳ ମରୁଭୂମି ବୋଲି କୁହାଯାଏ? ତ ତମମାନେ ମରୁଭୂମିର ନାଁ ଶୁଣିଛ। ଆମେ ମରୁଭୂମି କହିଲେ ସାଧାରଣତଃ ବୁଝୁ ଯୋଉଠି ବାଲି ଥିବ, ଗରମ ଲାଗୁଥାଏ, ବର୍ଷା ହୁଏନି, ତାହାକୁ ଆମେ ମରୁଭୂମି ବୋଲି ଭାବୁ। କିନ୍ତୁ ଆମ ଭାରତରେ ଅନେକ ସ୍ଥାନ ଅଛି ଯାହାକୁ ଶୀତଳ ମରୁଭୂମି ବୋଲି କୁହାଯାଏ ଏବଂ ତାର ଉତ୍ତର ହେଉଛି ଲଦାଖ। ଏବେ ଚାଲ ଆମର ହିମାଳୟର ପରିଚୟ ଏବଂ ହିମାଳୟର ଉତ୍ପତ୍ତି ବିଷୟରେ ପଢ଼ିବା। ହିମାଳୟ କେମିତି ସୃଷ୍ଟି ହେଇଛି? ତ ପିଲେ, ତମମାନେ ପୂର୍ବରୁ କିଛି କିଛି ଜ୍ଞାନ ଆହରଣ କରିସାରିଛ, ସେହି ବିଷୟରେ ଆମେ କିଛି ପୁନରାଲୋଚନା କରିବା। ପୁଣି ଆଉଥରେ ଆଲୋଚନା କରିବା। ତ ଦେଖ, ନିୟୁତ ବର୍ଷ ପୂର୍ବେ ଭାରତ ଗଣ୍ଡୱାନା ଲ୍ୟାଣ୍ଡ ଠାରୁ ବିଚ୍ଛିନ୍ନ ହୋଇଥିଲା। ଧୀରେ ଧୀରେ ଉତ୍ତର ଦିଗରେ ୟୁରେସିଆ ଭୂଭାଗ ଆଡ଼କୁ ଏହା ଅଗ୍ରସର ହେଲା। ଭାରତୀୟ ଭୂଭାଗ ଏବଂ ୟୁରେସିଆ ଭୂଭାଗ ମଧ୍ୟରେ ହେଉଥିବା ଧକ୍କା ହେତୁ ସେମାନଙ୍କ ମଧ୍ୟରେ ଥିବା ଭୂଭାଗ ସଂକୁଚିତ ହୋଇ ଊର୍ଦ୍ଧ୍ୱଗାମୀ ହେଲା। ତମମାନେ ଟେକ୍ଟୋନିକ ପ୍ଲେଟ୍ସ ବିଷୟରେ ଆଗରୁ କିଛି କିଛି ସମ୍ୟକ ଧାରଣା ପାଇଥିବ। ଯେତେବେଳେ ଦୁଇଟି ପ୍ଲେଟ୍ ମଧ୍ୟରେ ଧକ୍କା ହୁଏ ବା ଗୋଟିଏ ପ୍ଲେଟ୍ ଆଉ ଗୋଟେ ପ୍ଲେଟ୍ର ସାଇଡ୍ରେ କିମ୍ବା ତା ପାର୍ଶ୍ୱ ଦେଇ ଘଷି ହୋଇ ଚାଲିଯାଏ, ସେହି ସମୟରେ ଭୂମିକମ୍ପ ମଧ୍ୟ ହୁଏ। ସେ ବିଷୟରେ ତମମାନେ ଜାଣିଥିବ। ଏହିଭଳି ଏକ ଘଟଣା ବହୁତ ବର୍ଷ ପୂର୍ବେ ତଥା ନିୟୁତ ବର୍ଷ ପୂର୍ବେ ଘଟିଥିଲା, ଯାହାଦ୍ୱାରା ଭାରତୀୟ ପ୍ଲେଟ୍ ଏବଂ ୟୁରେସିଆ ପ୍ଲେଟ୍ ମଧ୍ୟରେ ଥିବା ଭୂଭାଗ ସଂକୁଚିତ ହୋଇଥିଲା ଏବଂ ତାହା ଊର୍ଦ୍ଧ୍ୱଗାମୀ ହୋଇଥିଲା, ଅର୍ଥାତ୍ ତାହା ଉପରକୁ ଅଗ୍ରସର ହୋଇଥିଲା ଏବଂ ଏହି ଊର୍ଦ୍ଧ୍ୱଗାମୀ ହୋଇଥିବା ଭୂଭାଗ ପରବର୍ତ୍ତୀ ସମୟରେ ହିମାଳୟ ପର୍ବତମାଳାର ରୂପ ନେଇଥିଲା ଏବଂ ଏହିଭଳି ଭାବରେ ଆମର ହିମାଳୟର ସୃଷ୍ଟି ହୋଇଛି। ଏବେ ଚାଲ ଦେଖିବା ଆମର ଗାଙ୍ଗେୟ ସମତଳ ଭୂମି। ତମେ ସମତଳ ଭୂମି ବିଷୟରେ ବିଶେଷ କିଛି ଜାଣିଛ, କିନ୍ତୁ ଏହି ଗାଙ୍ଗେୟ ସମତଳ ଭୂମି କ'ଣ? ଦେଖ, ତମମାନଙ୍କୁ ଭାରତର ମାନଚିତ୍ର ଦେଖାଉଛି। ଭାରତର ମାନଚିତ୍ରରେ ତମେ ଦେଖିପାରୁଥିବ, ଏଠି ଯେଉଁ ସବୁଜ ରଙ୍ଗର ଅଂଶଟି ତମକୁ ଦେଖାଯାଇଛି, ଏହି ସବୁଜ ରଙ୍ଗର ଅଂଶରେ ତୁମକୁ ଗାଙ୍ଗେୟ ସମତଳ ଭୂମି ଦେଖାଯାଇଛି, ଯାହାକି ପାକିସ୍ତାନ ଠାରୁ ଆରମ୍ଭ କରି ପୂର୍ବରେ ବାଂଲାଦେଶ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି। କିନ୍ତୁ ଆମ ଭାରତର କିଛି ରାଜ୍ୟ ଯଥା ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ତଥା ଆସାମର କିଛି ଅଂଶ ଏହି ଗାଙ୍ଗେୟ ସମତଳ ଭୂମିରେ ଯାଉଛି। ଗାଙ୍ଗେୟ ସମତଳ ଭୂମି କ'ଣ? ଭାରତର ଉତ୍ତର ଏବଂ ପୂର୍ବାଞ୍ଚଳରେ ଅବସ୍ଥିତ ଏହା ଏକ ବିଶାଳ, ଉର୍ବର ତଥା ସମତଳ ଭୂଭାଗ ଅଟେ। ମନେ ରଖ, ଭାରତର ଉତ୍ତର ଏବଂ ପୂର୍ବାଞ୍ଚଳରେ ଏହା ଏକ ବିଶାଳ, ଉର୍ବର ଏବଂ ସମତଳ ଭୂଭାଗ ଅଟେ। ମୁଖ୍ୟତଃ ହିମାଳୟରୁ ବାହାରିଥିବା ଗଙ୍ଗା, କେବଳ ଗଙ୍ଗା ନୁହେଁ ପିଲେ, ତା ସହିତ ବହୁତ ଅନ୍ୟାନ୍ୟ ନଦୀ ମଧ୍ୟ ଅଛି, ଯେମିତି ଯମୁନା ଅଛି ଏବଂ ଏହାର ଉପନଦୀ ମାନଙ୍କ ଦ୍ୱାରା ଆସିଥିବା ମାଟିରୁ ଏହା ସୃଷ୍ଟି ହେଇଛି।
ମାନେ ଯେତେବେଳେ ଗୋଟେ ନଦୀ ତାର ପଥ ଦେଇ ଯାଉଥାଏ ସେତେବେଳେ ପଥ ପାର୍ଶ୍ୱରେ ଥିବା ମାଟିକୁ ସେ ବହନ କରେ ଏବଂ ତାହାକୁ ଜମା କରି ପରବର୍ତ୍ତୀ ସମୟରେ ଆମର ଏହି ଗାଙ୍ଗେୟ ସମତଳ ଭୂମି ସୃଷ୍ଟି ହୋଇଛି। ଏହା ବିଶ୍ୱର ସବୁଠାରୁ ବଡ଼ ନିରବଚ୍ଛିନ୍ନ ସମତଳ ଭୂମି ଅଟେ। ନିରବଚ୍ଛିନ୍ନ ସମତଳ ଭୂମି କାହିଁକି? ତୁମେ ଏବେ ପୂର୍ବରୁ ଦେଖିଲ ଭାରତୀୟ ମାନଚିତ୍ରରେ ଏହା କିପରି ପଶ୍ଚିମରୁ ଆରମ୍ଭ ହୋଇ ପୂର୍ବ ଭାଗ ପର୍ଯ୍ୟନ୍ତ ଭାରତର ପଶ୍ଚିମରୁ ଭାରତର ପୂର୍ବ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ କୋଉଠି କୌଣସି ବି ସ୍ଥାନରେ ଏହା ଅଟକି ଯାଇ ନାହିଁ। ଏହା କଣ୍ଟିନ୍ୟୁଅସଲି ବା ଆମର ନିରବଚ୍ଛିନ୍ନ ଭାବରେ ପରିବ୍ୟାପ୍ତ ଅଛି। ତେଣୁକରି ଏହାକୁ ନିରବଚ୍ଛିନ୍ନ ସମତଳ ଭୂମି କୁହାଯାଏ। ଅତ୍ୟନ୍ତ ଉର୍ବର ମୃତ୍ତିକା ଏବଂ ଅନୁକୂଳ ଜଳବାୟୁ କାରଣରୁ ଏହା ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ସ୍ତମ୍ଭ ଅଟେ। ଏହି ଅଞ୍ଚଳରେ ପ୍ରାୟ 60 କୋଟିରୁ ଅଧିକ ଲୋକ ବାସ କରନ୍ତି, ଯାହା ଏହାକୁ ଏକ ଅତ୍ୟନ୍ତ ଜନବହୁଳ ଅଞ୍ଚଳ କରିଛି। କାରଣ କ'ଣ? ସେଠାରେ ପଟୁ ମୃତ୍ତିକା ଅଛି, ଯାହାକି ଅତ୍ୟନ୍ତ ଉର୍ବର। ଜଳସେଚନର କୌଣସି ଅସୁବିଧା ନାହିଁ, ଯେହେତୁ ବର୍ଷ ଯାକ ନଦୀରେ ଜଳ ରୁହେ। କାରଣ ହେଉଛି ହିମାଳୟର ହିମବାହରୁ ବରଫ ତରଳି ସେଥିରେ ପାଣି ସବୁବେଳେ ଥାଏ। ତେଣୁକରି ପାଣିର ଅଭାବ ନଥିବା ହେତୁ ଏବଂ ମୃତ୍ତିକା ଉର୍ବର ହୋଇଥିବା ହେତୁ ସେଠି କେବେ ବି ଚାଷ କାର୍ଯ୍ୟରେ କୌଣସି ବି ଅସୁବିଧା ହୁଏ ନାହିଁ। ତେଣୁ ସେଠାରେ ଅତ୍ୟଧିକ ଲୋକ ବାସ କରନ୍ତି। ଏହି ଚିତ୍ରରେ ତୁମେ ଦେଖିପାରୁଥିବ ଏଠି ବିଭିନ୍ନ ନଦୀମାନଙ୍କ ନାଁ ଦେଖାଯାଇଛି, ଯାହାକି ହିମାଳୟରୁ ବାହାରିଛି ଏବଂ ପରବର୍ତ୍ତୀ ସମୟରେ ସେଗୁଡ଼ା କେମିତି ଏଠି ଆଲୁଭିଆଲ ସେଡିମେଣ୍ଟସ ଅର୍ଥାତ୍ ଏଠି ପଟୁ ମାଟି ଜମା କରିବା ଦ୍ୱାରା ସମତଳ ଭୂମି ସୃଷ୍ଟି ହୋଇଛି ଏବଂ ଏହା ଆମର ଆଗ୍ରିକଲଚର ତଥା ଆମର ଚାଷକୁ ଏଠି ଦର୍ଶାଉଛି ଏବଂ ଚାଷ ଦ୍ୱାରା ଆମ ଲୋକମାନଙ୍କର ଅର୍ଥନୀତି ମଧ୍ୟ ସୁଦୃଢ଼ ହେଉଛି ଏବଂ ସବୁ ପ୍ରକାର ସୁବିଧା ରହୁଥିବା ହେତୁ ଏଠାରେ 60 କୋଟି ପାଖାପାଖି 60 କୋଟିରୁ ଉର୍ଦ୍ଧ୍ୱ ଲୋକ ଏଠାରେ ବାସ କରନ୍ତି। ଏହାର ଉତ୍ପତ୍ତି ଏବଂ ଗଠନ ପ୍ରକ୍ରିୟା ବିଷୟରେ ଦେଖିବା। ତେଥିସ୍ ସାଗରର ଅବକ୍ଷୟ ଏହା କ'ଣ? ଲକ୍ଷ ଲକ୍ଷ ବର୍ଷ ପୂର୍ବେ ହିମାଳୟ ପର୍ବତମାଳା ସୃଷ୍ଟି ହେବା ସମୟରେ ଏହାର ଦକ୍ଷିଣ ଭାଗରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିଲା। ଯେହେତୁ ଟେକ୍ଟୋନିକ୍ ପ୍ଲେଟ୍ ମଧ୍ୟରେ ଧକ୍କା ହୋଇଥିଲା, ତେଣୁ ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା। ତେଥିସ୍ ସାଗର ଧୀରେ ଧୀରେ ସଂକୁଚିତ ହେବା ଫଳରେ ଏହି ସ୍ଥାନଟି ଖାଲି ପଡ଼ିଯାଇଥିଲା। ଏହି ମହାନ ଭୂତାତ୍ତ୍ୱିକ ପରିବର୍ତ୍ତନ ଆଜିର ସମତଳ ଭୂମିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ପଟୁ ଜମା ଏବେ ତୁମକୁ କିଛି ସମୟ ପୂର୍ବରୁ କହିଲି, ନଦୀ ଯେଉଁ ପଥ ଦେଇ ଯାଏ ସେହି ପଥରେ ସେ ପଟୁମାଟି ସଂଗ୍ରହ କରେ ଏବଂ ଆଗାମୀ ପର୍ଯ୍ୟାୟରେ ସେ ସେହି ପଟୁମାଟିକୁ ଜମା କରେ। ହିମାଳୟରୁ ବୋହି ଆସୁଥିବା ନଦୀଗୁଡ଼ିକ ନିଜ ସହ ପ୍ରଚୁର ପରିମାଣରେ ପଟୁ ଯଥା କାଦୁଅ, ବାଲି, ପଥର ଇତ୍ୟାଦି ଆଣି ଏହି ବିଶାଳ ଗର୍ତ୍ତରେ ଜମା କରିଥିଲେ। ଲକ୍ଷ ଲକ୍ଷ ବର୍ଷ ଧରି ଚାଲିଥିବା ଏହି ନିରନ୍ତର ପ୍ରକ୍ରିୟା ଫଳରେ ଆଜିର ଏହି ବିଶାଳ ଓ ଉର୍ବର ସମତଳ ଭୂମି ସୃଷ୍ଟି ହୋଇଛି, ଯାହାର ଗଭୀରତା କେତେକ ସ୍ଥାନରେ 2000 ମିଟର ପର୍ଯ୍ୟନ୍ତ ମଧ୍ୟ ରହିଛି। ତୁମେ ଏହି ଚିତ୍ରରେ ଦେଖିପାରୁଥିବ ବହୁତ ଦୂର ପର୍ଯ୍ୟନ୍ତ ଏହା ବ୍ୟାପ୍ତ ହୋଇ ରହିଛି। ଏହା ଏକ ସମତଳ ଭୂମି, ଯାହାକି ଚାଷ ଉପଯୋଗୀ ଅଟେ। ଭୌଗୋଳିକ ବିସ୍ତାର ଏହି ସମତଳ ଭୂମି ଭାରତର ପଶ୍ଚିମରେ ପଞ୍ଜାବ, ହରିୟାଣା ଠାରୁ ଆରମ୍ଭ ହୋଇ ପୂର୍ବରେ ଆସାମ ଏବଂ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବ୍ୟାପିଛି। ଭାରତ ବ୍ୟତୀତ ଏହା ପାକିସ୍ତାନ, ନେପାଳ ଏବଂ ବାଂଲାଦେଶର ମଧ୍ୟ କିଛି ଅଂଶକୁ ସ୍ପର୍ଶ କରେ। କିନ୍ତୁ ମନେ ରଖ ପିଲାମାନେ, ଗାଙ୍ଗେୟ ସମତଳ ଭୂମିର ଅଧିକାଂଶ ଅଂଶ ଆମ ଭାରତରେ ଅଛି। ମୁଖ୍ୟତଃ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏହି ଅବବାହିକାର କେନ୍ଦ୍ରସ୍ଥଳୀ ଅଟନ୍ତି। ଏହି ଅଞ୍ଚଳର ମୋଟ କ୍ଷେତ୍ରଫଳ ପ୍ରାୟ 7 ଲକ୍ଷ ବର୍ଗ କିଲୋମିଟର ଅଟେ। ମନେ ରଖିବା ପିଲାମାନେ, ଏହାର କ୍ଷେତ୍ରଫଳ ହେଉଛି ପ୍ରାୟ 7 ଲକ୍ଷ ବର୍ଗ କିଲୋମିଟର। ଭୌଗୋଳିକ ବିଭାଜନ 4ଟି ପ୍ରମୁଖ ଭାଗ। ଏହି ଗାଙ୍ଗେୟ ସମତଳ ଭୂମିର 4ଟି ପ୍ରମୁଖ ଭାଗ କ'ଣ କ'ଣ ଅଛି? ପ୍ରଥମେ ଦେଖିବା ଭାବର। ହିମାଳୟର ପାଦଦେଶରେ ଥିବା ଏହି ପଥୁରିଆ ଅଞ୍ଚଳରେ ନଦୀଗୁଡ଼ିକ ପଥର ତଳେ ଲୁଚି ଯାଆନ୍ତି। କାହିଁକି ନା ଦେଖ, ହିମାଳୟରୁ ଆସୁଥିବା ନଦୀଗୁଡ଼ିକ କେବଳ ମାଟିକୁ ଧରି ଆଣନ୍ତିନି, ନିଜ ସହିତ ବଡ଼ ବଡ଼ ପଥରକୁ ମଧ୍ୟ ବୋହି ଆଣିଥାନ୍ତି। ତେଣୁ ଏହି ନଦୀଗୁଡ଼ିକ ପଥର ତଳେ ଲୁଚି ଯାଇଥାନ୍ତି,
ମାଟିରେ ଥିବା ଅଧିକ କଙ୍କଡ ଏହା ମାନେ ଏଇ କଙ୍କଡ ଗୁଡିକ ଥାଏ ବୋଲି ଏହି ମୃତ୍ତିକା କୃଷି ପାଇଁ ଆଦୌ ବି ଉପଯୋଗୀ ନୁହେଁ। ଏହାକୁ ଭାବର କୁହାଯାଏ। ମନେ ରଖିବ, ଭାବର କୃଷି ଉପଯୋଗୀ ନୁହେଁ। କାରଣ ଏଠି ନଦୀ ମାଟି ତଳେ ତଥା ପଥର ଗୁଡିକ ତଳେ ଲୁଚି ରହିଥାଏ। ତାପରେ ଆମେ ଦେଖିବା ତରାଇ। ତରାଇ କଣ? ନା ଭାବରର ଦକ୍ଷିଣକୁ ଥିବା ସନ୍ତସନ୍ତିଆ ଅଞ୍ଚଳ। ସନ୍ତସନ୍ତିଆ ଅଞ୍ଚଳ ବିଷୟରେ ତମମାନେ ପଢିଛ। ଲୁଣା ଜଙ୍ଗଲ ବିଷୟରେ ପଢିଛ, ସୁନ୍ଦରବନ ବିଷୟରେ କିଛି କିଛି ପଢିଛ। ସନ୍ତସନ୍ତିଆ ଅଞ୍ଚଳ ଯୋଉଠି ନଦୀ ଗୁଡିକ ପୁଣି ଉପରକୁ ଆସିଥାନ୍ତି। ମାନେ ପଥର ତଳେ ଲୁଚି ରହିଥିବା ନଦୀ ସେହି ସ୍ଥାନରେ ପଥର ଉପରକୁ ଆସିଥାନ୍ତି। ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲ ଏବଂ ବିବିଧ ବନ୍ୟଜନ୍ତୁଙ୍କ ପାଇଁ ପ୍ରସିଦ୍ଧ ଅଟେ। ବିଭିନ୍ନ ପ୍ରକାରର ସରୀସୃପଠୁ ନେଇକି ପକ୍ଷୀ, ପଶୁ, ବିଭିନ୍ନ ପ୍ରକାରର ଜୀବଜନ୍ତୁ ସେଠି ଦେଖାଯାନ୍ତି ଏବଂ ବିଭିନ୍ନ ପ୍ରକାରର ଗଛଲତା ମଧ୍ୟ ଦେଖିବାକୁ ମିଳେ। ତାପରେ ଆମେ ପଢିବା ଭାଙ୍ଗର ଏବଂ ଖଦର। ଭାଙ୍ଗର କଣ? ଖଦର କଣ? ଭାଙ୍ଗର ହେଉଛି ପୁରୁଣା ପଟୁମାଟି, ଯାହା ଉଚ୍ଚ ସ୍ଥାନରେ ଥାଏ। ଅନ୍ୟ ପକ୍ଷରେ ଖଦର ହେଉଛି ନୂତନ ପଟୁମାଟି, ଯାହା ନଦୀ କୂଳରେ ବନ୍ୟା ସମୟରେ ଜମା ହୁଏ ଏବଂ ଖୁବ୍ ଉର୍ବର ଅଟେ। ପୁଣି ଏଥର ଦେଖ, ଭାଙ୍ଗର ହେଉଛି ପୁରାତନ ପଟୁମାଟି, ଯୋଉଟା କି ବହୁତ ଦିନ ଧରି ଜମା ହୋଇ ରହି ଆସିଛି। ସେଟା ହେଲା ପୁରାତନ ପଟୁମାଟି ଏବଂ ତାକୁ କୁହାଯାଏ ଭାଙ୍ଗର। କିନ୍ତୁ ଖଦର କଣ? ନୂତନ ପଟୁମାଟି, ଯୋଉଟା ନୂତନ ଭାବେ ବା କିଛି ବର୍ଷ ତଳେ ବା କିଛି ଦିନ ମଧ୍ୟରେ ନଦୀ ଦ୍ୱାରା ବାହିତ ହୋଇ ଆସିଥାଏ ଏବଂ ଜମା ହୋଇ ସୃଷ୍ଟି ହୋଇଥାଏ। ତାକୁ କୁହାଯାଏ ଖଦର। ଖଦର ଅତ୍ୟନ୍ତ ଉର୍ବର ଅଟେ। ନଦୀ ପ୍ରଣାଳୀ। ଗଙ୍ଗା ଏବଂ ଏହାର ଶାଖା ପ୍ରଶାଖାର ବିସ୍ତୃତ ଜାଲ ବିଷୟରେ ଏବେ ପଢିବା। ତମାନେ ଏଇ ଚିତ୍ରରେ ଦେଖିପାରୁଥିବ, ଭାରତର ଏହି ମାନଚିତ୍ରରେ ଉପରେ ନେପାଳ, ଭୁଟାନ ମଧ୍ୟ ଦର୍ଶାଯାଇଛି। କିନ୍ତୁ ଏଠି ତମେ ଗଙ୍ଗା, ଅନ୍ୟାନ୍ୟ ନଦୀ ଯଥା ଯମୁନା, କୋଶି, ଏହିସବୁ ନଦୀ ବିଷୟରେ ତମେ ଦେଖିପାରୁଛ। ତାହା କିପରି ହିମାଳୟର ପାଦଦେଶରୁ ଆରମ୍ଭ ହୋଇ ଆମ ଭାରତର ବିଭିନ୍ନ ରାଜ୍ୟ ଦେଇ ଶେଷରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ହେଇ ବଙ୍ଗୋପସାଗରରେ ମିଶିଛି। ତ ଏଇଠି ତମମାନେ ଦେଖିପାରୁଥିବ, ଏହି ନଦୀ ସମୂହ ଏକ ଜାଲ ସୃଷ୍ଟି କରିଛି। ଭାରତର ମାନଚିତ୍ରରେ ଏହା ଏକ ଜାଲ ସଦୃଶ ବିଦ୍ୟମାନ ହୋଇଛି। ଗଙ୍ଗା ନଦୀ ଭାରତର ଦୀର୍ଘତମ ଏବଂ ସବୁଠାରୁ ପବିତ୍ର ନଦୀ ଅଟେ, ଯାହା ପାଖାପାଖି 2525 କିଲୋମିଟର ବ୍ୟାପ୍ତ। ଏହା ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ହିମବାହରୁ ଭାଗୀରଥୀ ନାମରେ ବାହାରି ଦେବପ୍ରୟାଗଠାରେ ଅଳକାନନ୍ଦା ନଦୀ ସହିତ ମିଶିବା ପରେ ଗଙ୍ଗା ନାମ ଧାରଣ କରିଥାଏ। ଏହାର ଜଳ କୃଷି, ଶିଳ୍ପ, ପାନୀୟ ଜଳ ଏବଂ ନୌକା ଚାଳନା ପାଇଁ ବ୍ୟାପକ ଭାବରେ ବ୍ୟବହୃତ ହୁଏ। ହିନ୍ଦୁ ଧର୍ମରେ ଗଙ୍ଗାକୁ ମାତା ଭାବରେ ପୂଜା କରାଯାଏ, ଯାହା ଏହାକୁ ଭାରତୀୟ ସାଂସ୍କୃତିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିଛି। ଏବେ ଆମେ ପଢିବା ସୁନ୍ଦରବନ ବିଷୟରେ, ଯାହାକି ବିଶ୍ୱର ବୃହତ୍ତମ ତ୍ରିକୋଣଭୂମି ଅଟେ। ତୁମେମାନେ ଏ ବିଷୟରେ କିଛି କିଛି ତ ଜାଣିଥିବ। ରୟାଲ ବେଙ୍ଗଲ ଟାଇଗର, ସୁନ୍ଦରୀ ଗଛ, ଏସବୁ ବିଷୟରେ ତମେ ଯେମିତି ହେଲେ ବି ଜାଣିଥିବ। ଦେଖ, ତୁମକୁ ଏକ ଚିତ୍ର ଦେଖାଯାଉଛି। ଏହା ସୁନ୍ଦରବନର ଏକ ଆକାଶରୁ ନିଆଯାଇଥିବା ଫଟୋଚିତ୍ର। ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀ ବଙ୍ଗୋପସାଗରରେ ପଡିବା ପୂର୍ବରୁ ଏହି ବିଶାଳ ତ୍ରିକୋଣଭୂମି, ଯଥା ଇଂଲିଶରେ ତାକୁ କୁହାଯାଏ ଡେଲ୍ଟା, ଏହାର ସୃଷ୍ଟି କରନ୍ତି। ଏହାର ଏକ ବଡ଼ ଅଂଶ ଭାରତ ତଥା ପଶ୍ଚିମବଙ୍ଗରେ ଅଛି ଏବଂ ଅନ୍ୟାନ୍ୟ ଅଂଶ ବାଂଲାଦେଶରେ ଅବସ୍ଥିତ। ଏହା ବିଶ୍ୱର ସବୁଠାରୁ ବଡ଼ ମ୍ୟାଙ୍ଗ୍ରୋଭ ଜଙ୍ଗଲ ଅଟେ, ଯାହା ଉପକୂଳକୁ ଘୂର୍ଣ୍ଣିବଳୟରୁ ରକ୍ଷା କରେ। କେବଳ ଘୂର୍ଣ୍ଣିବଳୟ ନୁହେଁ, ସାମୁଦ୍ରିକ ଝଡ଼ରୁ ମଧ୍ୟ ରକ୍ଷା କରେ। ମୃତ୍ତିକା କ୍ଷୟ ହେବାକୁ ଦିଏ ନାହିଁ ଏବଂ ଆସୁଥିବା ବାତ୍ୟାର ବେଗକୁ ମଧ୍ୟ କମେଇ ଦେଇଥାଏ। ଏହି ଅଞ୍ଚଳ ବିଶ୍ୱ ପ୍ରସିଦ୍ଧ ରୟାଲ ବେଙ୍ଗଲ ଟାଇଗର ର ପ୍ରାକୃତିକ ବାସସ୍ଥାନ ଭାବରେ ଜଣାଶୁଣା। ଏଠାକାରେ ବିଶେଷ ସୁନ୍ଦରୀ ନାମକ ଏକ ଗଛ ଦେଖାଯାଏ, ଯାହା ଯୋଗୁଁ ଏହି ଅଞ୍ଚଳର ନାମକରଣ ସୁନ୍ଦରବନ ରଖାଯାଇଛି। ଏବେ ଆମେ ପଢିବା ଜନସଂଖ୍ୟା, ସହର ଏବଂ ଅର୍ଥନୀତି। ସମତଳ ଭୂମିର ମାନବୀୟ ଏବଂ ଅର୍ଥନୈତିକ ଦିଗର ବିଶ୍ଳେଷଣ କରିବା। ଜନସଂଖ୍ୟା ଓ ବସତି।
ଏହି ସ୍ଥାନରେ ସମୁଦାୟ 60 କୋଟିରୁ ମଧ୍ୟ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି, ଯାହାକି ଆମେ ପୂର୍ବରୁ ପଢି ସାରିଛେ। ବିଶ୍ୱର ସର୍ବାଧିକ ଜନବସତି। ଗାଙ୍ଗେୟ ସମତଳ ଭୂମି କେବଳ ଭାରତ ନୁହେଁ, ବରଂ ସମଗ୍ର ବିଶ୍ୱର ଏକ ସର୍ବାଧିକ ଜନବହୁଳ ଅଞ୍ଚଳ। ସମତଳ ଭୂଭାଗ, ଅତ୍ୟନ୍ତ ଉର୍ବର ମୃତ୍ତିକା, ପାନୀୟ ତଥା କୃଷି ଉପଯୋଗୀ ମିଠା ଜଳର ସହଜ ଉପଲବ୍ଧତା ଏବଂ ଗମନାଗମନର ସୁବିଧା ଯୋଗୁଁ ହଜାର ହଜାର ବର୍ଷ ଧରି ଲୋକମାନେ ଏଠାରେ ସ୍ଥାୟୀ ଭାବରେ ବସବାସ କରିଆସୁଛନ୍ତି। ଉତ୍ତରପ୍ରଦେଶ ଏବଂ ବିହାର ଭଳି ରାଜ୍ୟର ଜନସଂଖ୍ୟା ଘନତ୍ୱ ଜାତୀୟ ହାରାହାରି ଠାରୁ ବହୁତ ଅଧିକ ଅଟେ, କେବଳ ଗାଙ୍ଗେୟ ସମତଳ ଭୂମିର ସୁବିଧା ଯୋଗୁଁ। ସେଠାରେ ଥିବା ଜଳର ସୁବିଧା ଏବଂ ସେଠାରେ ଥିବା ଉର୍ବର ମୃତ୍ତିକାର ଉପସ୍ଥିତି ଏହି ଜନବସତିର ଘନତ୍ୱକୁ ବଢ଼ାଇବାରେ ବିଶେଷ ସାହାଯ୍ୟ କରେ। ଏବେ ଆମେ ଦେଖିବା ଗାଙ୍ଗେୟ ଅବବାହିକାର ପ୍ରମୁଖ ସହର। ପ୍ରଥମ ଚିତ୍ରଟି ଦେଖ, ଏହା ହେଉଛି କାନପୁର। ଉତ୍ତରପ୍ରଦେଶର ଏହି ସହର ଚମଡ଼ା ଏବଂ ବସ୍ତ୍ର ଶିଳ୍ପ ପାଇଁ ପ୍ରସିଦ୍ଧ, ଯାହାକୁ ଉତ୍ତର ଭାରତର ମାଞ୍ଚେଷ୍ଟର ମଧ୍ୟ କୁହାଯାଏ। ଏବେ ଦେଖିବା ଦ୍ୱିତୀୟ ଚିତ୍ର, ଏହା ହେଉଛି ପାଟନା। ପ୍ରାଚୀନ କାଳରେ ପାଟଳିପୁତ୍ର ନାମରେ ପରିଚିତ ବିହାରର ରାଜଧାନୀ। ଏହା ଏକ ପ୍ରମୁଖ ଐତିହାସିକ ଏବଂ ବାଣିଜ୍ୟ କେନ୍ଦ୍ର ଅଟେ। ତୃତୀୟ ଚିତ୍ରଟି ଦେଖ, ତମେ ଏଇ ବ୍ରିଜଟେ ତ ଦେଖିଥିବ, ଏହାର ନାମ ହେଉଛି ହାଓଡ଼ା ବ୍ରିଜ। ଏହା କେଉଁଠି ଅଛି? କୋଲକାତାରେ ଅଛି। କୋଲକାତା କେଉଁ ରାଜ୍ୟର ରାଜଧାନୀ? ପଶ୍ଚିମବଙ୍ଗ। ହୁଗୁଳି ନଦୀ କୂଳରେ ଅବସ୍ଥିତ ପୂର୍ବ ଭାରତର ସର୍ବବୃହତ୍ ମହାନଗର, ବନ୍ଦର ସହର ଏବଂ ଭାରତର ସାଂସ୍କୃତିକ ରାଜଧାନୀ କୋଲକାତା। ଏବେ ଆମେ ଦେଖିବା କୃଷି, ଭାରତର ଖାଦ୍ୟ ଭଣ୍ଡାର। କାହିଁକି? ତମେ ଜାଣିଛ ଆମ ଦେଶ ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ। ଅନୁକୂଳ ପରିବେଶ ଓ ଜଳସେଚନ। ଗାଙ୍ଗେୟ ସମତଳର ପଟୁମାଟିରେ ନାଇଟ୍ରୋଜେନ, ଫସ୍ଫରସ୍ ଏବଂ ପୋଟାସିୟମ ଭଳି ଉପାଦାନ ଭରପୁର ଥାଏ। ବ୍ୟାପକ କେନାଲର ଜାଲ ଏବଂ ନଳକୂପ ଦ୍ୱାରା ଉନ୍ନତ ଜଳସେଚନ ବ୍ୟବସ୍ଥା ଯୋଗୁଁ ଏଠାରେ ବର୍ଷକୁ 2-3 ଥର ବିଭିନ୍ନ ଫସଲ ଅମଳ କରାଯାଏ। ଏହି ଅଞ୍ଚଳ ଦେଶର ଖାଦ୍ୟ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରମୁଖ ଫସଲ। ପଶ୍ଚିମ ଭାଗରେ, ଯେପରିକି ପଶ୍ଚିମ ଉତ୍ତରପ୍ରଦେଶରେ ଗହମ ଏବଂ ଆଖୁର ବ୍ୟାପକ ଚାଷ ହୁଏ। ମଧ୍ୟ ଏବଂ ପୂର୍ବ ଭାଗରେ ତଥା ପୂର୍ବ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏସବୁ ସ୍ଥାନରେ ବର୍ଷା ଅଧିକ ହେଉଥିବାରୁ ଧାନ ହେଉଛି ଏହି ଅଞ୍ଚଳର ପ୍ରଧାନ ଫସଲ। ଏହା ବ୍ୟତୀତ ମକା, ଡାଲି ତଥା ବିଭିନ୍ନ ପ୍ରକାର ଡାଲି ଜାତୀୟ ଶସ୍ୟ, ସୋରିଷ ଏବଂ ପଶ୍ଚିମବଙ୍ଗରେ ଝୋଟ ପ୍ରଚୁର ପରିମାଣରେ ଚାଷ କରାଯାଇଥାଏ। ତମେ ଜାଣିଥିବ ଝୋଟ ହେଉଛି ଏକ ତନ୍ତୁ ଜାତୀୟ ଫସଲ। ଭିତ୍ତିଭୂମି, ସଂସ୍କୃତି ଓ ପରିବେଶ। ଆଧୁନିକ ବିକାଶ ଏବଂ ଏହାର ବହୁମୁଖୀ ପ୍ରଭାବ। ଭିତ୍ତିଭୂମି, ପରିବହନ ଏବଂ ଆଭ୍ୟନ୍ତରୀଣ ଜଳପଥ। ଭୂମି ସମ୍ପୂର୍ଣ୍ଣ ସମତଳ ହୋଇଥିବା କାରଣରୁ ଏଠାରେ ରେଳ ଏବଂ ସଡ଼କ ପଥ ନିର୍ମାଣ ଅତ୍ୟନ୍ତ ସହଜ ଅଟେ। ତେଣୁ ଭାରତର ସବୁଠାରୁ ଘଞ୍ଚ ରେଳ ନେଟୱାର୍କ ଏହିଠାରେ ହିଁ ଦେଖିବାକୁ ମିଳେ। ଚିତ୍ର ଦେଖ, ତମାନେ ଏଠି ସଡ଼କ ପଥ ବି ଦେଖିବାକୁ ପାଉଛ, ତା ସହିତ ରେଳପଥ ମଧ୍ୟ ଦେଖିବାକୁ ପାଉଛ। କାହିଁକି? ନା ଏଇଟା ଏକ ସମତଳ ଭୂମି। ଯଦି ପାହାଡ଼ିଆ ଭୂମି ହେଇଥାନ୍ତା ତାହେଲେ ଆମକୁ ଏଇଟା ବନେଇବା ପାଇଁ ବହୁତ କଷ୍ଟ ହୋଇଥାନ୍ତା। ଏବେ ଦେଖ, ଏଇଟା ଜଳପଥ। ଜଳପଥରେ ତମେ ଦେଖିପାରୁଥିବ ଏଠି ବଡ଼ ଏକ ଜାହାଜ ଅଛି। ବିଭିନ୍ନ ଜାହାଜରେ ମଧ୍ୟ ଆମର ଜିନିଷପତ୍ର ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ନିଆଯାଏ। ନଦୀ ଭିତ୍ତିକ ଜଳପଥ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। ପଶ୍ଚିମବଙ୍ଗର ହଳଦିଆ ଠାରୁ ଉତ୍ତରପ୍ରଦେଶର ପ୍ରୟାଗରାଜ ପର୍ଯ୍ୟନ୍ତ ପ୍ରାୟ 1620 କିଲୋମିଟର ବିସ୍ତୃତ ଜାତୀୟ ଜଳପଥ 1 ଗଙ୍ଗା ନଦୀ ଉପରେ ଅବସ୍ଥିତ। ଏହି ବିଶାଳ ଜଳପଥ ମାଧ୍ୟମରେ କୋଇଲା, ସାର ଏବଂ ବିଭିନ୍ନ କୃଷିଜାତ ଦ୍ରବ୍ୟ ଅତି ଶସ୍ତାରେ ଏବଂ ପରିବେଶ ଅନୁକୂଳ ଉପାୟରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରାଯାଏ। ଏବେ ଆମେ ଦେଖିବା ସାଂସ୍କୃତିକ ଓ ଐତିହାସିକ ମହତ୍ତ୍ୱ। ତୁମେମାନେ ଦେଖିପାରୁଥିବ ଏହି ଚିତ୍ରରେ ଆଳତି କରାଯାଉଛି କେଉଁ ସ୍ଥାନରେ ହେଉଛି ଦେଖିବା। ଗାଙ୍ଗେୟ ସମତଳ ଭୂମି ହେଉଛି ଭାରତର ସଭ୍ୟତାର ପେଣ୍ଠସ୍ଥଳୀ। ବୌଦ୍ଧ ଧର୍ମ ଏବଂ ଜୈନ ଧର୍ମର ଉତ୍ପତ୍ତି ଏହି ଅଞ୍ଚଳରୁ ହୋଇଛି, ଯଥା ସାରନାଥ ଏବଂ ବୋଧଗୟା
ଠାରୁ ହୋଇଥିଲା। ରାମାୟଣ ଏବଂ ମହାଭାରତର ଅଧିକାଂଶ ଘଟଣା ଏଠାରେ ଘଟିଥିବା ବର୍ଣ୍ଣିତ ଅଛି। କାଶୀ, ପ୍ରୟାଗରାଜ ଏବଂ ଅଯୋଧ୍ୟା ଭଳି ତୀର୍ଥସ୍ଥଳୀ ଏଠାରେ ଅବସ୍ଥିତ। ପ୍ରୟାଗରାଜ ଏବଂ ହରିଦ୍ୱାର ଠାରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ ମେଳା ବିଶ୍ୱର ସର୍ବବୃହତ୍ ମାନବିକ ଏକତ୍ରୀକରଣ ଅଟେ। ଏବେ ତୁମମାନେ ଏହି ଚିତ୍ରରେ ଦେଖିପାରୁଥିବା ଚାଷ କାର୍ଯ୍ୟ ହେଉଛି। ବାମ ପାର୍ଶ୍ୱରେ ଥିବା ଚିତ୍ରଟି ଉତ୍ତରପ୍ରଦେଶର ବହୁବିଧ ଚାଷ ଜମି ଅଟେ ଏବଂ ଦକ୍ଷିଣ ପାର୍ଶ୍ୱରେ ଥିବା ଚାଷ ଜମିଟି ତୁମେ ଦେଖିପାରୁଛ ଏଠାରେ ଧାନ ଚାଷ କରାଯାଉଛି, ଯାହାକି ପଶ୍ଚିମବଙ୍ଗରେ ଅବସ୍ଥିତ। ଜୀବଜନ୍ତୁ ଏଠାରେ ବିଭିନ୍ନ ପ୍ରକାର ମାଙ୍କଡ଼ ଏବଂ ଘଡ଼ିଆଳ କୁମ୍ଭୀର, ମହାବଳ ବାଘ ଏବଂ ଆମର ଜାତୀୟ ପକ୍ଷୀ ମୟୂର ଦେଖିବାକୁ ମିଳେ। କିଛି ଜାଣିବାର ବିଷୟ ଅଛି। ଗୋଟିଏ ବୟସ୍କ ଘଡ଼ିଆଳ କୁମ୍ଭୀରର ଲମ୍ବ ପ୍ରାୟତଃ 2.5 ରୁ 4.5 ମିଟର ମଧ୍ୟରେ ହୋଇଥାଏ। ମୟୂର ହେଉଛି ଆମର ଜାତୀୟ ପକ୍ଷୀ। ବ୍ୟାଘ୍ର ପ୍ରକଳ୍ପ ହେତୁ ମହାବଳ ବାଘମାନଙ୍କର ବିଲୁପ୍ତିକରଣକୁ ବର୍ତ୍ତମାନ ଭାରତ ସରକାର ରୋକିବାରେ ସକ୍ଷମ ହୋଇଛନ୍ତି। କେବଳ ଏତିକି ଜୀବଜନ୍ତୁ ନୁହେଁ, ଏହି ସ୍ଥାନରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ତଥା ପକ୍ଷୀ, ପଶୁ ଏବଂ ବିଭିନ୍ନ ପ୍ରକାରର ଉଦ୍ଭିଦ ଦେଖିବାକୁ ମିଳନ୍ତି। ପରିବେଶଗତ ସମସ୍ୟା ଓ ସମାଧାନ। ଶିଳ୍ପ ଓ ସହରାଞ୍ଚଳ ପ୍ରଦୂଷଣ। କାନପୁରର ଚମଡ଼ା ଶିଳ୍ପ, ବିଭିନ୍ନ କାରଖାନାରେ ବିଷାକ୍ତ ବର୍ଜ୍ୟବସ୍ତୁ ଏବଂ ସହରର ଅପରିଷ୍କାର ନର୍ଦ୍ଦମା ଜଳ ବିନା ପରିଶୋଧନରେ ସିଧାସଳଖ ଗଙ୍ଗା ଓ ଯମୁନା ନଦୀରେ ମିଶୁଛି, ଯାହା ଭୟଙ୍କର ପ୍ରଦୂଷଣର କାରଣ ସାଜିଛି। ଭୂତଳ ଜଳର ହ୍ରାସ। କୃଷି କ୍ଷେତ୍ରରେ ଅତ୍ୟଧିକ ଜଳସେଚନ ପାଇଁ ଲକ୍ଷ ଲକ୍ଷ ଡିପ୍ ବୋରୱେଲ୍ ବ୍ୟବହାର କରାଯାଉଥିବାରୁ ଏହି ଅଞ୍ଚଳରେ ଭୂତଳ ଜଳସ୍ତର ଆଶଙ୍କାଜନକ ଭାବେ ତଳକୁ ଖସିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ। ଅନିୟମିତ ମୌସୁମୀ କାରଣରୁ କେତେବେଳେ ଭୟଙ୍କର ମରୁଡ଼ି ଆଉ କେତେବେଳେ ପ୍ରଳୟଙ୍କରୀ ବନ୍ୟା, ବିଶେଷ କରି କୋଶି ନଦୀ କାରଣରୁ ବିହାରରେ ସୃଷ୍ଟି ହୋଇଥାଏ, ଯାହାକି ଆମର ଭାରତର ଅର୍ଥନୀତିକୁ ଦୁର୍ବଳ କରୁଛି। ସଂରକ୍ଷଣର ପ୍ରୟାସ। ଗଙ୍ଗା ନଦୀକୁ ସମ୍ପୂର୍ଣ୍ଣ ପରିଷ୍କାର କରିବା ଏବଂ ଏହାର ପରିବେଶଗତ ସନ୍ତୁଳନ ରକ୍ଷା କରିବା ପାଇଁ ଭାରତ ସରକାର ନମାମି ଗଙ୍ଗେ ନାମକ ଏକ ବୃହତ୍ ପ୍ରକଳ୍ପ ଜାରି ରଖିଛନ୍ତି। ଆଜିର କ୍ଲାସରେ ଆମେମାନେ ଗାଙ୍ଗେୟ ସମତଳ ଭୂମିର ଉତ୍ପତ୍ତି, କେଉଁ କେଉଁ ନଦୀ ରହିଛି, ସମତଳ ଭୂମିରେ କିପରି ସୁବିଧା ସବୁ ଉପଲବ୍ଧ ଅଛି, ଯଥା ପଟୁମାଟି, ଚାଷରେ କେମିତି ସୁବିଧା ସୁଯୋଗ ମିଳୁଛି ଏବଂ ସେ ଜାଗାରେ ଥିବା ଲୋକମାନଙ୍କର ସଂଖ୍ୟା କ'ଣ ପାଇଁ ଅଧିକ ଅଛି, ସେହି ସବୁ ସ୍ଥାନରେ କେଉଁ କେଉଁ ଶିଳ୍ପ ସବୁ ପ୍ରତିଷ୍ଠିତ ହୋଇଛି, ତା ଦ୍ୱାରା କ'ଣ ଆମର ଦେଶକୁ ସୁବିଧା ମିଳୁଛି, ଯଥା ଅର୍ଥନୈତିକ କ୍ଷେତ୍ରରେ ହଉ କି ଆମର ତା ଯୋଗୁଁ କ'ଣ କ'ଣ ସବୁ ପ୍ରଦୂଷଣ ହେଉଛି, ତାର ନିରାକରଣ କେମିତି କରିପାରିବା, ଏହିସବୁ ବିଷୟରେ ଆମେ ଆଜି ପଢ଼ିଲେ। ମୁଁ ଆଶା କରୁଛି ତୁମେମାନେ ଆଜିର ବିଷୟକୁ ତଥା ଆଜିର କ୍ଲାସକୁ ଭଲସେ ଉପଭୋଗ କରିଥିବ ଏବଂ ସବୁ ପାଠକୁ ବୁଝିପାରିଥିବ। ଆମେ ଦେଖାହେବା ଆଗାମୀ କ୍ଲାସରେ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।